ଖଇରା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହ୍ଲାଦ ସାମଲ ଓ ଷ୍ଟାଫ୍ମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ୍ ଦ୍ୱାରା ସିମୁଳିଆ ଥାନା ଅନ୍ତର୍ଗତ ମାର୍କଣାର ଷ୍ଟେସନ ବଜାର ବଣା ଓ ରାମ୍ପ ଗ୍ରାମରେ ଚଢ଼ାଉ କରାଯାଇ 60 ଲିଟର ଦେଶୀ ମଦ ଜବତ କରିବା ସହିତ ବଣା ଗ୍ରାମର ଜିତେନ୍ଦ୍ର ସିଅଳ ଓ ରାମ୍ପ ଗ୍ରାମର ସଞ୍ଜୟ ମୁର୍ମୁକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଜବତ ମଦର ଆନୁମାନିକ ମୂଲ୍ୟ 20,000 ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି। ଉକ୍ତ ଚଢ଼ାଉରେ ଖଇରା ଅବକାରୀ ଥାନା ଉପନିରୀକ୍ଷକ ଦୀପିକା ପରିଡ଼ା ଓ କନିଷ୍ଟବଳ ଦେବାଶିଷ ମଲ୍ଲିକ ସାମିଲ ଥିଲେ। ଏନେଇ ଖଇରା ଅବକାରୀ ଥାନା ପକ୍ଷରୁ 2 ଗୋଟି ମାମଲା ରୁଜୁ କରାଯାଇଛି। ଖଇରାରୁ ଅନାଦି ନାୟକଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।